ପ୍ରବଳ ପରାକ୍ରମୀ ଇଂରେଜ ଶାସକଙ୍କୁ ଭାରତବର୍ଷରୁ ବିତାଡ଼ିତ କରିବାର ବା ହଟାଇବା ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ଦେଶପ୍ରେମକୁ କୃତଜ୍ଞ ରାଷ୍ଟ୍ର କେବେ ବି ଭୁଲି ପାରିବ ନାହିଁ। ଏହା ଭବିଷ୍ୟତ ବଂଶଧରଙ୍କୁ ଅଧିକରୁ ସଶକ୍ତ, ଅନୁପ୍ରାଣିତ ଓ ଦେଶପ୍ରେମୀ ଭାବେ ଗଢ଼ି ତୋଳିବ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ପରାମର୍ଶକ୍ରମେ ଆଜି ଓଡ଼ିଶା ସାମ୍ବାଦିକ ୟୁନିୟନ ବାଲେଶ୍ୱର ଶାଖା ପକ୍ଷରୁ ଭାରତ ଛାଡ଼ ଆନ୍ଦୋଳନର 82 ବର୍ଷ ପୂର୍ତ୍ତି ପାଳନ ଅବସରରେ ଶହୀଦ ପାର୍କସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା। 1942 ମସିହା ଅଗଷ୍ଟ ମାସ 8 ତାରିଖ ଦିନ ବମ୍ବେଠାରେ ବସିଥିବା କଂଗ୍ରେସ ଅଧିବେଶନରେ ଇଂରେଜମାନଙ୍କୁ ଭାରତ ଛାଡ଼ି ଚାଲିଯିବାକୁ ବାଧ୍ୟ କରାଯିବା ସହିତ କର ବା ମର ବୋଲି କଠୋର ନିଷ୍ପତ୍ତି ନିଆଯାଇଥିଲା। ତହିଁ ପରଦିନ ଅର୍ଥାତ୍ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଏହି ନିଷ୍ପତ୍ତିକୁ ସମଗ୍ର ଭାରତବର୍ଷରେ କାର୍ଯ୍ୟକାରୀ କରାଯାଇଥିଲା। ଏହା ଏକ ଜାତୀୟ ସ୍ତରର ଗଣ ଆନ୍ଦୋଳନରେ ପରିଣତ ହୋଇଥିଲା। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ଇଂରେଜ ଶାସକଙ୍କ ପକ୍ଷରୁ ଅତି କଡ଼ା ନିଆଯାଇଥିଲା। ଫଳରେ ବହୁ ସ୍ୱାଧୀନତା ସଂଗ୍ରାମୀ ଇଂରେଜମାନଙ୍କ ଗୁଳି, ବୋଟ ଓ ଲାଠି ମାଡ଼କୁ ଖାତିର ନ କରି ହସି ହସି ବିନା ଦ୍ୱିଧାରେ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଅୟୁଜେ ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ରୋଟାରିଆନ ଯଶୋଦାନନ୍ଦନ ଆସ, କାଉନସିଲର ଶେଖ ଆୟୁବ ପ୍ରମୁଖ ଯୋଗ ଦେଇ ଅଗଷ୍ଟ କ୍ରାନ୍ତି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନାମଚରଣ ପଣ୍ଡା, ବରିଷ୍ଠ ସଦସ୍ୟ ଶିଶିର କୁମାର ଦାସ, ଜୋନାଲ ସମ୍ପାଦକ ରବୀନ୍ଦ୍ର କୁମାର ମହାକୁଡ଼, ୟୁନିୟନର ସମ୍ପାଦକ ବିବେକାନନ୍ଦ ଦାସ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସ, ବରିଷ୍ଠ ସଦସ୍ୟ ମନୋଜ କୁମାର ରାଉଳ, ହିମାଂଶୁ ଦାସ, ଉତ୍କଳବନ୍ଧୁ ପଣ୍ଡା, ପ୍ରସନ୍ନଜିତ ଆସ, ଲୋକନାଥ ଗିରି, ଦେବବ୍ରତ ପାଣିଗ୍ରାହୀ, କହ୍ନେଇ ଚରଣ ପ୍ରଧାନ, ଅଦୀପ କୁମାର ଜେନା, আজিମ ବାଲେଶ୍ୱରୀ, ତପନ କୁମାର ଦାସ, ସୋମନାଥ ସାହୁ, ମନୋଜ କୁମାର ବିଶ୍ୱାଳ, ଚିତ୍ତରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଟାଉନ ସଂଯୋଜକ ହାଇଦର ଖାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଦର ସଂଯୋଜକ ଅଜିତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। ବାଲେଶ୍ୱରରୁ ଭୀଷ୍ମଚରଣ ମଲ୍ଲିକଙ୍କ ରିପୋର୍ଟ, ମୋବାଇଲ ଟିଭି।